ଆଖଣ୍ଡଳମଣି ପାଖକୁ ଆସୁଥିବା ଭକ୍ତ বা ଆମେ ଏଠାରେ ରହିଥିବା ତାଙ୍କର ସେବକ ବା ଏରିଆରେ ରହୁଥିବା ପବ୍ଲିକ ମାନେ ଆମର ଆଖଣ୍ଡଳମଣିଙ୍କ ନାମ ଧରି ଯଦି କୌଣସି ସାପ କାମୁଡ଼ି ଥାଏ ସେ ସାଙ୍ଗେ ସାଙ୍ଗେ ଆମର ଏଇ ଆଖଣ୍ଡଳମଣିଙ୍କ କୁଣ୍ଡ ପାଣି ପିଇବା ଭିତରେ ମିନିମମ୍ ଅଧଘଣ୍ଟା ଭିତରେ ସେ କିଓର ମାନେ ଫୁଲି କିଓର এইটা হচ্ছে এটা হচ্ছে সত্য। এই আখণ্ডলমণিক কুণ্ড পানির এমিতি মহত্ব অছি, এমিতি রহস্য অছি, যেটা এমিতি মহিমা আছে সারা ভারত বর্ষের কৌশি ঠারে দেখা যায় না। আখণ্ডলমণি তো এই যে মণি শব্দটা কৌশি ঠারে মণি শব্দটা আপন মানে পাইপারিবে না। আউ প্রতি মহাদেব মন্দির ওড়িশা কাই সারা ভারত বর্ষের যেতে মহাদেব অছন্তি কোটি কোটি মহাদেব এবং সারা ভারত বর্ষের যে দ্বাদশ জ্যোতির্লিঙ্গ জগতগুরু শঙ্করাচার্য প্রতিষ্ঠা করছেন ସିଏ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସିଏ ଆଖଣ୍ଡଳମଣି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ନା ଆଖଣ୍ଡଳମଣି କୋଟି କୋଟି ମନ୍ଦିର ପ୍ରତିଷ୍ଠା କରାଯାଇଥିବା ଶିବଲିଙ୍ଗ ଇଏ ନୁହନ୍ତି। ଇଏ ହେଉଛନ୍ତି ସ୍ୱୟମ୍ଭୁ ଯିଏକି ଆଖଣ୍ଡଳମଣି ସ୍ୱତନ୍ତ୍ର ଆବିର୍ଭାବ ହେଇଛନ୍ତି। ତାଙ୍କୁ କୌଣସି ମାନବ କୌଣସି ମାନେ ଶଙ୍କରାଚାର୍ଯ୍ୟ କୌଣସି ଭଗବାନ ତାଙ୍କୁ ପ୍ରତିଷ୍ଠା କରିନାହାନ୍ତି। এইটা ବାବାଙ୍କର ଅଲୌକିକ ଶକ୍ତି ଏଇଆ ଯେ ଆଖଣ୍ଡଳମଣି ନିଜେ ସ୍ୱୟମ୍ଭୁ ପ୍ରତିଷ୍ଠା ହେଇକି ବାହାରିଛନ୍ତି ଯେ କି ତାଙ୍କ ଚାରିପିଠି ସମୁଦ୍ରରେ ଜୁଆର ହେଲେ ଆରଡିର ଜୁଆର, ମନ୍ଦିର ଭିତରେ ଜୁଆର, ନଦୀର ଜୁଆର ହେଲେ ଆରଡିର ଜୁଆର, ଆରଡି ମନ୍ଦିର ଭିତରେ ଆଖଣ୍ଡଳମଣିଙ୍କ ଚାରିପିଠି ଜୁଆର ସହିତ ସମାନ ପାଣି ଅଟୋମେଟିକାଲି ବାହାରୁଛି ଯେ କି ପାଣି କେହି ପୁରେଇବାର ଆବଶ୍ୟକତା ନାହିଁ। ଆଉ ଆଖଣ୍ଡଳମଣି ଶବ୍ଦ ଆଉ ଗୋଟେ ଅଛି ଯେ ପ୍ରତି ଶିବଲିଙ୍ଗଙ୍କର ଗୋଟିଏ ଗୋଟିଏ ନାଁ ଥିଲା ବେଳେ ଆଖଣ୍ଡଳମଣିଙ୍କର ସେଭରାଲ ଟାଇପ ବା ବିଭିନ୍ନ ପ୍ରକାର ନାମରେ ନାମିତ କରାଯାଇଛି। ଯଥା ଆଖଣ୍ଡଳମଣି 1, ମଣିବାବା 2, ବାବାମଣି 3, ଆରଡିଶ୍ୱର 4, ଆରଡିନାଥ କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ଯିଏ ଯୋଉ ନାମରେ ନାମିତ କରିପାରିବ ଆଖଣ୍ଡଳମଣି ଇଜ ଦ ୱାନ୍ ଅଫ୍ ଦମ୍ ଶିବ ନଟ୍ ଓନ୍ଲି ଏଭ୍ରିୱେୟାର ଅଫ୍ ଓଡ଼ିଶା କାହିଁକି ଇଣ୍ଡିଆ କାହିଁକି ଅଲ୍ ଓଭର ୱାର୍ଲଡରେ।